ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଜାଗ ତରଫରୁ ରକ୍ତଦାନ। ପାରଳାଖେମୁଣ୍ଡି ଜବାହର ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଜାଗ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରଠାରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ପ୍ରମୋଦ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ଜାଗର 26 ଜଣ ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିଲେ। ଏହାକୁ ଜାଗର ଉପସଭାପତି ମନୋଜ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଏବଂ ରକ୍ତ ଭଣ୍ଡାରର ମୁଖ୍ୟ ଖଗେଶ୍ୱର ବେହେରା, ପିଙ୍କି ପାଢ଼ୀ ଓ ଏ କୁସୁମ ପ୍ରମୁଖ ପରିଚାଳନା କରିଥିଲେ। ସୂଚନା ପ୍ରକାରରେ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଜାଗ ତରଫରୁ ଦ୍ୱିତୀୟ ଥର ପାଇଁ ଆୟୋଜନ କରାଯାଇଥିଲା। ଭବିଷ୍ୟତରେ ମଧ୍ୟ ଏଭଳି ମହତ କାର୍ଯ୍ୟ ଜାରି ରହିବ ବୋଲି ଜାଗ ତରଫରୁ କୁହାଯାଇଛି।